ଖୋର୍ଦ୍ଧା ପୁରୁଣା ଦମକଳ ଛକ ଦୁର୍ଗା ମଣ୍ଡପରେ ଗତ 11 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି ରାମଲୀଳା ଓ କୃଷ୍ଣଲୀଳାର ବୈଠକ ପଠନ। ଏହି ଲୀଳା ପଠନ ଗତ 2014ରୁ ସ୍ଥାନୀୟ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମକୁ ଧୁମଧାମରେ କରିଥାନ୍ତି। ଭଗବାନଙ୍କ ଗାୟନ ଶୁଣିବା ପାଇଁ ଶତାଧିକ ଭକ୍ତ ଏକତ୍ରିତ ହୁଅନ୍ତି। ସୀତା ବିବାହ, ପରଶୁରାମ ଭେଟ, ଲଙ୍କା ଦହନ, କୃଷ୍ଣ ଜନ୍ମ, ମଥୁରା ବିଜୟ ଓ କଂସବଧ ବିଷୟବସ୍ତୁର ଗାୟକ ସୁଦର୍ଶନ ପ୍ରଧାନ ଗାୟନ କରିଥିଲେ। ଏଭଳି ପାରିବାରିକ ଲୋକଲୀଳାକୁ ସାଧାରଣରେ ପ୍ରଶଂସା କରାଯାଇଛି। ବହୁ ଶିକ୍ଷିତ ଓ ବୁଦ୍ଧିଜୀବୀ ଏହି ଲୀଳା ଶ୍ରବଣ ପାଇଁ ଏକତ୍ରିତ ହୋଇଥିଲେ। ବୁଡ଼ି ଯାଉଥିବା ଏହି ଆଧ୍ୟାତ୍ମିକ ଲୋକକଳାକୁ ପୁରୁଣା ଦମକଳ ଛକ ଅଧିବାସୀ ବଞ୍ଚାଇ ରଖିଥିବାରୁ ସାଧାରଣରେ ପ୍ରଶଂସା ପାଇଛନ୍ତି। ଗତ ରଜ ସଂକ୍ରାନ୍ତିରେ ସମୂହ ପ୍ରସାଦ ସେବନ କରାଯାଇ ଆଧ୍ୟାତ୍ମିକ କାର୍ଯ୍ୟକୁ ସମାପନ କରାଯାଇଥିଲା। ଗାୟକ ଗାୟିକା ଓ ପାଳିଆଙ୍କୁ ସମ୍ମାନୀୟ ଉତ୍ତରୀ ପ୍ରଦାନ କରାଯାଇଥିଲା। ଦୁର୍ଗାମାଧବ ପୂଜା କମିଟି ତରଫରୁ ପ୍ରତିବର୍ଷ ଏହିଭଳି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରାଯିବ ବୋଲି କମିଟିର ସମ୍ପାଦକ ଜଣାଇଛନ୍ତି। ଖୋର୍ଦ୍ଧାରୁ ମନୋରଞ୍ଜନ ପରିଡ଼ାଙ୍କ ରିପୋର୍ଟ, ଆନ୍ଦୋଳନ ଓଡ଼ିଶା।